ସମସ୍ତ ଦର୍ଶକମାନଙ୍କୁ ନମସ୍କାର ଓ ଅଭିନନ୍ଦନ। ଆସନ୍ତୁ ପ୍ରକୃତିର ଏହି ବର୍ଷାରେ ଭିଜିବା। ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ପ୍ରକୃତି ଭଗବାନଙ୍କର ଅନବଦ୍ୟ ସୃଷ୍ଟି। ଏହି ମହିମଣ୍ଡଳରେ କେହି ନାହିଁ ଯିଏକି ପ୍ରକୃତିର ଏହି ଅଭିନବ ରୂପରେ ବିମୋହିତ ହୋଇନାହିଁ। ଗ୍ରୀଷ୍ମର ଉତ୍ତାପରେ ଜର୍ଜରିତ ଆମ ମାଟିମା ଶ୍ରୀହୀନ ହୋଇଯାଏ। ମାତ୍ର ଏ ବର୍ଷା ରାଣୀ ମାଟିମାକୁ ସ୍ପର୍ଶ କଲେ ପ୍ରକୃତି ଦେହରେ ଶିହରଣ ଭରିଯାଏ। ହୁଏ ଏକ ମହାମିଳନ। ଏହି ମହାମିଳନରେ ପ୍ରତିଟି ସୁପ୍ତ ଥିବା ବସ୍ତୁ ଜାଗ୍ରତ ହୋଇଯାଆନ୍ତି। ପ୍ରତିଟି କ୍ଷେତ୍ରରେ ଭରିଯାଏ ଜୀବନର ସତ୍ତା। ସଜୀବ ହୋଇଉଠନ୍ତି ସମସ୍ତେ। ପ୍ରକୃତି ରୂପୀ ମାଟିମା ସବୁଜ ଶାଢ଼ୀରେ ସୁସଜ୍ଜିତ ହୋଇଯାଏ। ସବୁଜ ବନାନୀର ଆପଣମାନଙ୍କ ଆଖିରେ ଏହି ରୂପ ବେଶ୍ ବିମୁଗ୍ଧକର, ଅପରୂପା, ଅପସରା ଏବଂ ଅସରନ୍ତି ମଧ୍ୟ। ଏହି ସୁନ୍ଦର ରୂପର କେବେ ଅବସାଦ ନାହିଁ। ଆଉ ଏହି ବର୍ଷାର ଆକର୍ଷଣ ମଧ୍ୟ ବେଶ୍ ଗୁରୁତ୍ୱ ବହନ କରେ। ବୟସ କାଳ ପାତ୍ରରେ ଏହାର ଉପଲବ୍ଧି ଓ ଅନୁଭୂତି ଚିରସ୍ମରଣୀୟ। ଅଲଗା ଅଲଗା ବୟସରେ ଅଲଗା ଅଲଗା ପରିବେଶରେ ବର୍ଷା ପଶିଆସେ ସମସ୍ତଙ୍କ ହୃଦୟ ଭିତରକୁ ଆଉ ଛାପ ଦେଇଯାଏ ଏକ ଭିନ୍ନ ଭିନ୍ନ ସ୍ୱାଦର ପଟ୍ଟଚିତ୍ର। କୋମଳ ବୟସରେ ମା'ର ଆକଟ ନ ମାନି ବର୍ଷାରେ ଭିଜିବା, ପରଦିନ ଜ୍ୱରରେ ଶୋଇବା। କୈଶୋର ବୟସରେ ସାଙ୍ଗମାନଙ୍କ ସାଥିରେ ଅମାନିଆ ହୋଇ ଗାଁ ଦାଣ୍ଡରେ ଭିଜିବା ଏବଂ ଦୁଷ୍ଟାମି କରିବାର ଅଭୁଲା ମୁହୂର୍ତ୍ତ ଆଜି ଏହି ବର୍ଷା ସବୁ ସଚେତ କରିଦେଉଛି। ଏହି ବର୍ଷାକୁ ଆଉ ପାରେ ଆଗକୁ ନେଇଗଲେ ଆଦ୍ୟ ଯୌବନରେ ଆମର ବେପରୁଆ ମନୋଭାବ ଓ ହୃଦୟର କେଉଁ କୋଣରେ ଲୁଚିଥିବା ଅନାମିକା ପ୍ରେମିକା ଓ ସେଦିନରେ ଅତୀତର ବର୍ଷାରେ ଭିଜିଥିବା ଦୃଶ୍ୟ ସବୁ ସଚେତ ହୋଇଉଠେ। ସତରେ ହେଉ କିମ୍ବା ସ୍ୱପ୍ନରେ ହେଉ, ପ୍ରିୟା ସହିତ ଏହି ବର୍ଷାରେ ଭିଜିବା ସମସ୍ତଙ୍କ ପାଇଁ ନିଆରା ଅନୁଭୂତି। ସେହି ଅତୀତ ସମସ୍ତଙ୍କ ମନକୁ ନିଶ୍ଚିତ ଭାବେ ଅସଜଡ଼ା କରିଦେଇଥାଏ। ସମସ୍ତେ ଏହି ବର୍ଷାର ଅନୁଭୂତିକୁ ନେଇ ନିଜ ନିଜ ଅନୁଭୂତିରେ ଆଗକୁ ବଢ଼ିଥାନ୍ତି। ହେଲେ ଆଜିର ଏହି ବ୍ୟସ୍ତବହୁଳ ସମୟରେ ସେ ଅତୀତକୁ ଯଦି କିଏ କାନଭାସ୍କୁ ଆଣେ, ସେ ହେଉଛି ଏହି ବର୍ଷା, ଏହି ପ୍ରାକୃତିକ ଦୃଶ୍ୟ। ଯେତେ ଦୁଃଖରେ ଥିଲେ ମଧ୍ୟ କେତେ ସ୍ୱପ୍ନ ଓ ସ୍ମୃତିର ହାତ ଧରି ଚାଲୁଥିବା ଜୀବନକୁ ଏହି ପ୍ରାକୃତିକ ଦୃଶ୍ୟରୁ ମିଳେ ଅସ୍ୱାଭାବିକ ଆନନ୍ଦ। ମା ମାଟିର ମମତା ପରି ଏହି ବର୍ଷା ମଧ୍ୟ ଆମକୁ ସବୁ ସଜାଡ଼ି ଦେଇଛି। ଆମ ପାଇଁ ସବୁ ଅଜାଡ଼ି ଦେଇଛି। ଆମ ପାଇଁ ତା ପରଶରେ ଅମୃତ ଭରି ଦେଇଛି। ଆମ ଆହାର, ଆମ ବାହାର ଓ ବିହାରରେ ଏହାର ପ୍ରଚୁର୍ଯ୍ୟ ଆବଶ୍ୟକତା ଭରି ରହିଛି। ଅବଶ୍ୟ ଏହାର କଳାର ରୂପ କେବେ କେବେ ସୀମା ଲଙ୍ଘନ କରେ। ମାତ୍ର ପ୍ରକୃତିର ଏହି ସମୟଚକ୍ରର ଘୂର୍ଣ୍ଣନ ନିକଟରେ ସମସ୍ତେ ସନ୍ଦେହହୀନ। ଆମ ଆଗରେ ଦୃଶ୍ୟମାନ ଯାନବାହନର ଗତିଠୁଁ ଆହୁରି ଦ୍ରୁତ, ଆମ ଆଗରେ ଦୃଶ୍ୟମାନ ଯାନବାହନର ଗତିଠାରୁ ଆହୁରି ଦ୍ରୁତ ଏହି ବର୍ଷା ଓ ପ୍ରକୃତିର ମନୋରମ ଦୃଶ୍ୟ। ଏହା କେବେ ଆସେ, କେବେ ଅପସରି ଯାଏ ସଭିଙ୍କୁ ଅଜଣା। ମାତ୍ର ଏହା ଯେପର୍ଯ୍ୟନ୍ତ ଆମ ସହିତ ଅଛି, ଆମ ମନରେ ଭରି ଦେଇଛି ଅନେକ ଉତ୍ସାହ ଓ ଉଦ୍ଦୀପନା। କେବେ ଅତୀତକୁ ସାଉଁଟି ଦେଇଛି ତ କେବେ ଅତୀତର ସ୍ୱପ୍ନକୁ ସାକାର କରିବାକୁ ସାହସ ଯୋଗାଇଛି। କେବେ ଯଦି ଆଖି ବୁଜି ହୋଇଯାଉଛି
ଏହି ପ୍ରକୃତିର ଛବି ଆହୁରି ଗାଢ଼ ହୋଇ ଉଠୁଛି। କେତେକ ନିର୍ଦ୍ଦିଷ୍ଟ ଘଟଣାର ସାକ୍ଷୀ ଏହି ପ୍ରକୃତି ଓ ତାହା ଦେହରେ ବହିଯାଉଥିବା ବାରିଧାରା କେବେ ଏକ ନିର୍ଦ୍ଦିଷ୍ଟ ସମୟ ଭିତରେ ସୀମା ଭିତରେ ବନ୍ଦିନୀ ତ ପୁଣି କେବେ ନିମ୍ନଗାମୀ ହୋଇ ବୃହତ ଜଳରାଶିରେ ମିଶିବାକୁ ବଦ୍ଧପରିକର ଆଉ ଆମକୁ ଜୀବନରେ ଆଗେଇ ନେବା ପାଇଁ ମଧ୍ୟ ବଦ୍ଧପରିକରତା ପରିପ୍ରକାଶ କରୁଛି। କେବେ ଏହା ପାହାଡ଼ ବକ୍ଷରେ ମଧୁର ଝରଣାର କୁଳୁ କୁଳୁ ସ୍ୱରର ସ୍ରଷ୍ଟା ତ ଆଉ କେବେ କୃଷକ କ୍ଷେତର ସୁନା ଫସଲର ହସ। ଯଦି ଆମେ କବିତାରେ କହିବା ବର୍ଷା ମୋ ପ୍ରିୟାର ନାଁ, ବର୍ଷା ମୋ ପ୍ରିୟାର ନାଁ, ବର୍ଷା ମୋ ଗାଁର ନାଁ, ବର୍ଷା ମୋ ହୃଦୟର ସ୍ପନ୍ଦନ, ଏଇ ବର୍ଷା ମୋ ଅତୀତର ସାଥିନୀ, ଏଇ ବର୍ଷା ମୋ ସ୍ୱପ୍ନର ନାୟିକା, ବର୍ଷା ମୋ କବିତାର କଳିକା, ବର୍ଷା ମୋ ପ୍ରେମର ଅବବାହିକା, ବର୍ଷା ମୋ ସ୍ମୃତିର ଅଭିସାରିକା। ଦର୍ଶକ ବନ୍ଧୁଗଣ, ଯଦି ମୋର ଏହି କାର୍ଯ୍ୟକ୍ରମଟି ଆପଣମାନଙ୍କୁ ଭଲ ଲାଗିଲା ନିଶ୍ଚିତ ଭାବେ ଆପଣମାନେ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ ଏବଂ ଲାଇକ୍ ମଧ୍ୟ କରିବେ, ଯାହାଦ୍ୱାରା ମୁଁ ଏଇଭଳିଆ କାର୍ଯ୍ୟକ୍ରମ କରିବାକୁ ପ୍ରେରଣା ପାଇବି। ଧନ୍ୟବାଦ।